ବାବା ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବପୀଠ। ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ। ବୈତରଣୀ ଓ ଶାଳନ୍ଦୀ ନଦୀର ସଙ୍ଗମ ସ୍ଥଳରେ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବା ମଣିଙ୍କ ମନ୍ଦିର ଅବସ୍ଥିତ। ଯଦି ଗମନାଗମନ ଦେଖିବା, ଏଠାକୁ ଚାନ୍ଦିବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବା ଆସିବା ସମ୍ଭବ ହୋଇଥାଏ। ଚାନ୍ଦିବାଲିଠାରୁ ଆରଡ଼ିକୁ ଡଙ୍ଗାରେ 2 ଘଣ୍ଟା ସମୟ ଲାଗେ। ଭୁବନେଶ୍ୱର ଠାରୁ ବସ୍ରେ ମଧ୍ୟ ଯାଇପାରିବେ। ଏବେ ଜାଣିବା ମନ୍ଦିରର କିମ୍ବଦନ୍ତୀ। ସେହି ସମୟରେ ଜମିଦାର ନୀଳାଦ୍ରି ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ। ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ୍ ଲଙ୍ଗଳ ମୁଣ୍ଡଟି ମାଟି ତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା। ତାପରେ ହଠାତ୍ ଆକାଶରେ କଳା ବାଦଲ ଛାଇଗଲା। ପ୍ରଚଣ୍ଡ ଘଡ଼ଘଡ଼ି ସହ ବିଜୁଳି ଚମକିବାରେ ଲାଗିଲା। ଲୁହାରେ ତିଆରି ଫାଟକଟି ଭାଙ୍ଗିଯିବା ସହିତ ପ୍ରାକୃତିକର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିଲା ଅନନ୍ତ। ବସ୍ତୁଟିର ଚାରିକଡ଼ରେ ମାଟି ଆଡ଼େବାକୁ ଲାଗିଲା। ଏକ କଳାମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନଦୀ ଆଡ଼କୁ ବୋହି ଯାଉଥିବାର ଦେଖିଲା। ଏହାପରେ ସେ ଯାଇ ଜମିଦାରକୁ ସମସ୍ତ କଥା ଜଣାଇଲା। ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳେ ଆ ଶବ୍ଦର ରଡ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗର ରୂପରେ ବିଦ୍ୟମାନ ହେଲେ। ଆ ଶବ୍ଦ ରଡ଼ି କରିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି। ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଥିଲା ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତେ ଦେଖିଥିଲେ ଏବଂ ଶିବଙ୍କର ମସ୍ତକ ଉପରେ କ୍ଷୀର ବର୍ଷା ହେବା ସହ ସେଠାରେ ଏକ ନାଗସାପ ସେହି କ୍ଷୀରରେ ଗାଧୋଉଥିଲା। ସେଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ଥ କାହାଣୀ ବିଷୟରେ ଜଣାଇଥିଲେ। ସେ ଦ୍ୱାପର ଯୁଗରୁ ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ଥ ଥିଲେ। ସେହି ଲଙ୍ଗଳ ଫାଳଟି ବାଜିବା ଫଳରେ ସେ ଲିଙ୍ଗ ରୂପରେ ଆବିର୍ଭାବ ହେଲେ। ଏହା ପରଠାରୁ ଖଣ୍ଡମଣ୍ଡଳର ଈଶ୍ୱର ଭାବେ ମହାପ୍ରଭୁ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବା ମଣି ଭାବେ ପୂଜା ପାଉଛନ୍ତି। ଭଗବାନଙ୍କ ଇଚ୍ଛା ଅନୁସାରେ ସେ ଶିବଲିଙ୍ଗର ସ୍ଥାପନା କଲେ। ପୂଜା କରିବା ନିମନ୍ତେ ଯାଜପୁରରୁ ନହାର ଗ୍ରାମରୁ 5 ଜଣ ବ୍ରାହ୍ମଣଙ୍କୁ ଅଣାଗଲା। ଏକ ତାଳପତ୍ର ଛାତରେ ଶିବଲିଙ୍ଗକୁ ସୁରକ୍ଷା ଦିଆଯାଉଥିଲା। କିଛି ଦିନ ପରେ ଜମିଦାର ଜଣକ ଗାଁ ଲୋକଙ୍କ ସାହାଯ୍ୟରେ କାଠରେ ଏକ ମନ୍ଦିର ନିର୍ମାଣ କଲେ। ଅଳ୍ପ ଦିନ ମଧ୍ୟରେ ବାବା ଆଖଣ୍ଡଳେଶ୍ୱରଙ୍କର ମହିମା ସାରା ଦେଶରେ ପ୍ରଚାର ହେଲା ଏବଂ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କର ସମାଗମ ହେଲା। ଏହି ସ୍ଥାନଟିକୁ ଭଗବାନଙ୍କର ଆଶୀର୍ବାଦ ଭାବରେ ଗଣାଗଲା। ଏବେ ଜାଣିବା ମନ୍ଦିର ବିଷୟରେ ଆଉ କିଛି କଥା। ସେହି ସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘାତକ ଚକ୍ଷୁ ରୋଗରେ ପୀଡ଼ିତ ହୋଇଥିଲେ। ସବୁକିଛି ଚିକିତ୍ସା ବିଫଳ ହେବା ପରେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିପାରିବ ବୋଲି ସେ ଭାବିଲେ। ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ। ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ। ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟ ଲାଭ କଲେ। ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ। 1839 ଶତାବ୍ଦୀରେ ରାଜା ହରିହର ଭଞ୍ଜଦେଓଙ୍କ ବିୟୋଗ ପରେ ସ୍ୱାମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ରାଣୀ ସତ୍ୟଭାମା ପାଟ ମହାଦେଈଙ୍କ ଦ୍ୱାରା ଶେଷ ହୋଇଥିଲା। ଏହି ମନ୍ଦିରର ଉଚ୍ଚତା 50 ଫୁଟ ଏବଂ ଶୁଭ୍ର ବର୍ଣ୍ଣର ଅଟେ। ସରକାରୀ ନଥିପତ୍ର ଅନୁସାରେ 1839 ମସିହା ପର୍ଯ୍ୟନ୍ତ ଆରଡ଼ିଠାରେ କାଠର ନିର୍ମିତ ମନ୍ଦିର ଥିଲା। ଏହା ପରେ ପଥରରେ ତିଆରି ହୋଇଥିଲା ମନ୍ଦିରଟି। ମନ୍ଦିରର ଦେବାଦେବୀ ଯଦି ଦେଖିବା, ମୁଖ୍ୟ ମନ୍ଦିରର ଗର୍ଭଗୃହରେ ପୂଜା ପାଉଥିବା ଦେବାଦେବୀମାନେ ହେଲେ ଆଖଣ୍ଡଳମଣିଙ୍କର ଚନ୍ଦ୍ରଶେଖର ବିଜେ ପ୍ରତିମା, ମା ପାର୍ବତୀ, ଶ୍ରୀ ଗଣେଶ, ଶ୍ରୀ ମହାବୀର ହନୁମାନ। ମନ୍ଦିରର ପରିସରରେ ଥିବା ପାର୍ଶ୍ୱ ଦେବତାଗଣ ହେଲେ ଶ୍ରୀ ହନୁମାନ, ଶ୍ରୀ ଗଣେଶ, ଶ୍ରୀ କାର୍ତ୍ତିକେଶ୍ୱର, ଶ୍ରୀ ଶ୍ରାବଣୀ ମହାଦେବ, ମାତା ପାର୍ବତୀ। ବାବା ଆଖଣ୍ଡଳମଣିଙ୍କର ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଅନ୍ୟାନ୍ୟ ମନ୍ଦିରମାନ ହେଲା ଶ୍ରୀ ଜଗନ୍ନାଥ ମନ୍ଦିର, ମା ତାରିଣୀ ମନ୍ଦିର, ମା ବାଟମଙ୍ଗଳା ମନ୍ଦିର, ମାଉସୀ ମା ମନ୍ଦିର। ନିତ୍ୟ ବେଶ ଓ ସେବା ପୂଜା ଯଦି ଦେଖିବା, ହିନ୍ଦୁ ଧର୍ମ ଅନୁସାରେ ଦେବାଦେବୀମାନଙ୍କର ମାନବ ଭଳି ସେବା କରାଯାଏ। ବାବା ଆଖଣ୍ଡଳମଣି ଗ୍ରୀଷ୍ମ ଋତୁରେ ସକାଳ 4ଟାରେ ଓ ଅନ୍ୟ ସମସ୍ତ ଋତୁରେ ସକାଳ 4:30 ଶଯ୍ୟା ତ୍ୟାଗ କରିଥାନ୍ତି। ପୂର୍ବ ଦିନର ବଡ଼ସିଂହାର ବେଶରେ ହିଁ ମଙ୍ଗଳ ଆରତୀ କରାଯିବା ପରେ ମଙ୍ଗଳ ଆରତୀ ନୈବେଦ୍ୟ ପ୍ରଦାନ କରାଯାଏ। ଏହାପରେ ପାଳିଆ ସେବକମାନେ ବଡ଼ସିଂହାର ବେଶ ଫିଟାଇ ଘିଅ, କ୍ଷୀର, ଦହି ଓ ଗୁଡ଼ରୁ ପ୍ରସ୍ତୁତ ପଞ୍ଚାମୃତର ମହାସ୍ନାନ କରିଥାନ୍ତି।
ମହାସ୍ନାନ ପରେ ଭଗବାନ ସମ୍ପୂର୍ଣ୍ଣ ଉଲଗ୍ନ ଥାନ୍ତି ଓ ଭକ୍ତମାନେ ତାଙ୍କର ସେହି ଦବମ୍ବର ବେଶ ଦର୍ଶନ କରିଥାନ୍ତି। ସକାଳ ଆରତି ସରିବା ପରେ ଭକ୍ତବୃନ୍ଦ ବାଲ୍ୟଭୋଗ ପ୍ରଦାନ କରିଥାନ୍ତି। ଦିନ ଗୋଟାଏ ଯାଏଁ ଭଗବାନଙ୍କର ଉଲଗ୍ନ ବେଶ ଭକ୍ତମାନେ ଦର୍ଶନ କରିଥାନ୍ତି। ଏହି ବେଶ ସମ୍ଭବତଃ ଭଗବାନଙ୍କର ସତ୍ୟ ସ୍ୱରୂପକୁ ଦେଖାଇବା ପାଇଁ ରହିଛି। ଯଦି ସନ୍ଧ୍ୟା ଧୂପ ଦେଖାଯାଏ, ଋତୁ ଅନୁସାରେ ସନ୍ଧ୍ୟା ଆରତି ସମୟ ବଦଳିଥାଏ। ବିଭିନ୍ନ ଋତୁ ଅନୁସାରେ ସୂର୍ଯ୍ୟାସ୍ତର ସମୟ ବଦଳୁଥିବାରୁ ଗ୍ରୀଷ୍ମ କାଳରେ ପାଖାପାଖି ସନ୍ଧ୍ୟା 6:30 ସନ୍ଧ୍ୟା ଆରତି ଲାଗି କରାଯାଏ ଓ ଶୀତ ଋତୁରେ ପାଖାପାଖି 5:30 ସନ୍ଧ୍ୟା ଆରତି ଲାଗି କରାଯାଏ। ଆରତି ସମୟରେ ସୁଜି, ଘିଅ ଓ ଚିନିରୁ ପ୍ରସ୍ତୁତ ଲଡ଼ୁ ଭୋଗ କରାଯାଇଥାଏ। ଏବେ ଜାଣିବା ପ୍ରଭୁଙ୍କ ପାଦୁକାରେ ନିବାରଣ ହୋଇଥାଏ ଅନେକ ପ୍ରକାର ରୋଗ। ବାବା ମଣିଙ୍କ ପାଦୁକା ବା କୁଣ୍ଡଜଳ ବିଭିନ୍ନ ରୋଗ ବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ୱାସ ରହିଆସିଅଛି। ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗ ଲାଗି ବା ଘର୍ଷଣ ହୋଇସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନ ଜଳକୁ କୁଣ୍ଡ ଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ। ଏହି ଜଳକୁ ଚନ୍ଦୁକ କୁହାଯାଏ। ବହୁ ଲୋକେ ଏଠାକାର ପାଦୁକାକୁ ମେଡିସିନ ରୂପେ ମାନିଥାନ୍ତି। ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଇତ୍ୟାଦି ଶୁଭ କାର୍ଯ୍ୟ ଗୁଡ଼ିକରେ ଏହି ପବିତ୍ର ଜଳକୁ ଈଶ୍ୱରଙ୍କର ଆଶୀର୍ବାଦ ଭାବେ ଗ୍ରହଣ କରିଥାନ୍ତି। ଏଠାକାର ପର୍ବପର୍ବାଣୀ ବର୍ଷ ସାରା ବାବା ଆଖଣ୍ଡଳମଣିଙ୍କ ପାଖରେ ଅନେକ ପର୍ବପର୍ବାଣୀ ପାଳନ କରାଯାଇଥାଏ। ହିନ୍ଦୁ ପାଞ୍ଜିକା ଅନୁସାରେ ବୈଶାଖ ମାସରୁ ହିଁ ବର୍ଷ ଆରମ୍ଭ ହୋଇଥାଏ। ଯଦି ଏଠାକାର ବଡ଼ ବଡ଼ ଫେଷ୍ଟିଭାଲ ଯଦି ଦେଖିବା, ତାହେଲେ ପଣା ସଂକ୍ରାନ୍ତି, ଚନ୍ଦନ ଯାତ୍ରା, ଶିବ ବିବାହ, ଶ୍ରାବଣୀ ମହୋତ୍ସବ, ଝୁଲଣ ଯାତ୍ରା, ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା ଏବଂ ଦୀପାବଳି, ଗୀତା ଜୟନ୍ତୀ, ମହାଶିବରାତ୍ରି, ଦୋଳଯାତ୍ରା ଏହିଭଳି ଅନେକ ବିଶେଷ ଦିନରେ ଏଠାରେ ବହୁ ସଂଖ୍ୟାରେ ଭକ୍ତମାନେ ଭିଡ଼ ହୋଇଥାନ୍ତି। ଆଉ ସମସ୍ତେ ବାବା ଆଖଣ୍ଡଳମଣିଙ୍କର ଆଶୀର୍ବାଦ ନେବା ପାଇଁ ବହୁ ଦୂର ଦୂରରୁ ଆସିଥାନ୍ତି। ଆପଣ ବି ଏହି ଜାଗାକୁ ଆସି ବାବା ଆଖଣ୍ଡଳମଣିଙ୍କର ଆଶୀର୍ବାଦ ନିଅନ୍ତୁ। ତ ଫ୍ରେଣ୍ଡସ୍, ଏହା ଥିଲା ବାବା ଆଖଣ୍ଡଳମଣି ମନ୍ଦିର ବିଷୟରେ କିଛି ଆଶ୍ଚର୍ଯ୍ୟଜନକ କଥା। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତାହେଲେ ଲାଇକ୍ କରିଦିଅନ୍ତୁ, ନିଜ ଫ୍ରେଣ୍ଡସିପ୍ରେ ସେୟାର କରିଦିଅନ୍ତୁ। ଆଉ ଯଦି ଆପଣ ଏପର୍ଯ୍ୟନ୍ତ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସହିତ ଯୋଡ଼ି ନାହାନ୍ତି, ତାହେଲେ ଭିଡ଼ିଓର ତଳେ ଥିବା ରେଡ୍ କଲର୍ ସବସ୍କ୍ରାଇବ୍ ବଟନ୍କୁ କ୍ଲିକ୍ କରି ସବସ୍କ୍ରାଇବ୍ କରିନିଅନ୍ତୁ। ଆପଣଙ୍କ ଦିନ ଶୁଭମୟ ହେଉ।